ଜାତିର ଧକ୍କା। ଗାଳ୍ପିକ ପଣ୍ଡିତ ଗୋଦାବରୀଶ ମହାପାତ୍ର। ଗାଳ୍ପିକଙ୍କ ପରିଚୟ। ପୁରୀ ଜିଲ୍ଲା ବାଣପୁର ଥାନା ଅନ୍ତର୍ଗତ କୁମାରଙ୍କ ଶାସନରେ ଗୋଦାବରୀଶ ମହାପାତ୍ର 1898 ମସିହାରେ ଜନ୍ମଗ୍ରହଣ କରିଥିଲେ। ସତ୍ୟବାଦୀ ବନ ବିଦ୍ୟାଳୟର ଛାତ୍ର ଥିଲେ ଏବଂ ପରେ ସେଠାରେ ଶିକ୍ଷକତା କରିଥିଲେ। ସେ ବିଶେଷ କରି ଉତ୍କଳମଣି ଗୋପବନ୍ଧୁ ଦାସ, ପଣ୍ଡିତ ଗୋଦାବରୀଶ ମିଶ୍ର ଓ ପଣ୍ଡିତ ନୀଳକଣ୍ଠ ଦାସଙ୍କ ସଂସ୍ପର୍ଶରେ ଆସିଥିଲେ। ସେ ଜଣେ ମହାନ ଦେଶପ୍ରେମୀ ବ୍ୟକ୍ତି ଥିଲେ। ସମାଜରୁ କୁସଂସ୍କାର, ଦୁର୍ନୀତି ଦୂର କରି ଏକ ସୁସ୍ଥ ସମାଜର ପରିଚାଳନା କରିଥିଲେ। ଏକାଧାରରେ ସେ ଜଣେ କବି, ଗାଳ୍ପିକ, ଔପନ୍ୟାସିକ, ପ୍ରାବନ୍ଧିକ ଓ ସାମ୍ବାଦିକ ଥିଲେ। ନିଆଁଖୁଣ୍ଟା ବ୍ୟଙ୍ଗ ପତ୍ରିକା ମାଧ୍ୟମରେ ଜଣେ ଅଦ୍ୱିତୀୟ ବ୍ୟଙ୍ଗସ୍ରଷ୍ଟା ରୂପେ ସେ ଜନାଦୃତ ହୋଇଥିଲେ। ତାଙ୍କର ସାହିତ୍ୟ ସୃଷ୍ଟି ବିପୁଳ। ତାଙ୍କର ଗଳ୍ପ ସଂକଳନ ମଧ୍ୟରେ ରହିଛି ଏବେ ମଧ୍ୟ ବଞ୍ଚିଛି, ନୀଳ ମାଷ୍ଟ୍ରାଣୀ, ମୁଁ ଦିନେ ମନ୍ତ୍ରୀ ଥିଲି, ଶ୍ରୁତି ସଞ୍ଚୟନ, କଥା ଓ କାହାଣୀ ଇତ୍ୟାଦି। ମୂଳ ବିଷୟ। ଦିନ ନାହିଁ ରାତି ନାହିଁ କାମ ଚାଲିଛି। ଧରଣୀର ମାଟି ଗୋଡ଼ି ପଥର ସଙ୍ଗେ ଧରଣୀବାସୀ କେତେ ଗୁଡ଼ିଏ ମାନବ ସେଠି ସମାନ ହୋଇ ମିଶି ରହିଛନ୍ତି। ସେମାନଙ୍କ ଜାତି ମହତ୍ତ୍ୱ ନାହିଁ, ମାନ ଗୌରବ ନାହିଁ, କୁଳିତ୍ୱର ମହିମା ଓ ଅଭିଶାପରେ ଓଡ଼ିଆ, ତେଲେଙ୍ଗା, ହିନ୍ଦୁ, ମୁସଲମାନ ସମସ୍ତେ ସେଠାରେ ସମାନ। ଅନବରତ କାର୍ଯ୍ୟ ଚାଲିଛି। ପର୍ବତ ତାଡ଼ି ପଥର କଟାଯାଉଛି, ହାତୁଡ଼ି ଧରି ପଥର ଗୁଣ୍ଡା କରାଯାଉଛି। ଆଉ ବୁଭୁକ୍ଷ ମାନବ ସେଗୁଡ଼ାକୁ ବୁଭୁକ୍ଷ ଭାବରେ ବୋହି ନେଇ ଠାଏ ଠାଏ ଜମା କରୁଛି। ସେଠାରେ ରସଲକୁଣ୍ଡାର ବିରାଟ ଖାଇ ବନ୍ଧାଯାଇଛି। ଏପାଖେ ପର୍ବତ, ସେପାଖେ ପର୍ବତ। ଏ ମଧ୍ୟରେ ମାଟି, ପଥର ଓ ମାନବର ଲୀଳା ଅନେକ ଦିନ ହେଲା ଚାଲିଛି। ମଣିଷ ତାଳୁରୁ ବାଳ ଉପୁଡ଼ି ଯାଉଛି, ଆଖିର ତେଜ କମି ଯାଉଛି, ପାଦର ଗତି ଶିଥିଳ ହୋଇପଡ଼ୁଛି। ତଥାପି ସେହି ମାନବ କୁଲି ମାଟି ଗୋଡ଼ି ପଥର ବୋହି ନେବାରୁ ବିରତ ହେଉନାହିଁ। ଏହି କୁଲି ପ୍ରାଣରେ ପୁଣି ହସ। ତାହା ବଡ଼ ବିଚିତ୍ର ଧରଣର ହସ। କିଏ କେତେ ମାଟି ବୋହିଲା, କିଏ କେତେ ପଇସା ପାଇଲା, ଏଥିରେ ହିଁ ସେମାନଙ୍କ ସାନ ବଡ଼ର ମହିମା। ସେଠି ଯେବେ କିଏ ବଡ଼ ଜାତି ଲୋକ ଛୋଟ ଜାତିର ଲୋକକୁ ଜାତି କଥା ପଚାରେ, ଉତ୍ତର ପାଏ, ମୁଁ କୁଲି। କୁଲିଗିରି କରି ମୁଁ ପଇସା ପାଏ। ଗଙ୍ଗା ନାଇଡୁ, ରାମଦାସ, ମଧୁ ରାଉଳ, ରଘୁ ମିଶ୍ର ସମସ୍ତଙ୍କ ସାଙ୍ଗର ମୁଁ ଜଣେ। ରସୁଲକୁଣ୍ଡାର ଘାଇ ଏହିପରି ସାମ୍ୟ ଶିକ୍ଷା ଦେଇ ଅନେକ ଦିନ ଅନେକ ମାନବ ପ୍ରାଣୀଙ୍କୁ ବଞ୍ଚାଇ ରଖିଥିବା କଥା ଏବେ ମଧ୍ୟ ସେ ଅଞ୍ଚଳର ବନବାସୀ କନ୍ଧମାନଙ୍କଠାରୁ ପ୍ରାସାଦବାସୀ ଭଦ୍ରଲୋକମାନଙ୍କ ପର୍ଯ୍ୟନ୍ତ ଅନେକଙ୍କ ମୁହଁରେ ନିରାଟ ସତ୍ୟ ରୂପେ ଶୁଣାଯାଏ। ସେ ଦିନ ଏବେ ଅର୍ଦ୍ଧଶତାବ୍ଦୀରୁ ବଳିଗଲାଣି। ସେଠାରେ ମାଟି ଗୋଡ଼ି ବର୍ତ୍ତମାନ ସୁନା ପାଲଟି ମାନବ ଅକଳନ୍ତି ରତ୍ନଭଣ୍ଡାରରେ ପରିଣତ ହୋଇଗଲାଣି। ସେଠାରେ ପାଣି ବର୍ତ୍ତମାନ ଭଞ୍ଜଭୂମି ଗଞ୍ଜାମରେ ଅମୃତ ଧାରା ରୂପେ ଗ୍ରାମ ବିଲ ପ୍ରାନ୍ତରେ ସୁନାର ଫୁଲ ଫୁଟାଇ ଦେଲାଣି। ଆଉ ସେ ଯୁଗର କଥା, ସେହି କୁଲି ଧର୍ମର ସମ୍ୟପାଠ କଥା କିଏ ମନେ ପକାଉଛି? ସେହି ଯୁଗର ଏକ ମାତୃତ୍ୱର କ୍ଷୁଦ୍ର କାହାଣୀ ଏହିଠାରେ ଏତେ ଦିନ ପରେ କୁହାଯାଇଛି। ଦିନେ ସେଠାରେ ସନ୍ଧ୍ୟା ହେଲା। ଦୂର ମଫସଲ ଭିତରେ ଯେପରି ସନ୍ଧ୍ୟାର ନୃତ୍ୟଛାୟା ଆରମ୍ଭ ହୁଏ, ସେହିପରି ହେଲା ନାହିଁ। କ୍ରମେ ତରୁଲତା ମୂଳ ଅନ୍ଧାର, ତାପରେ ଗିରି ଗୁହା ଅନ୍ଧାର, ତାପରେ ପର୍ବତର ଶିଖର ଦେଶ ନିର୍ଭବ, ଶେଷରେ ନଭଶ୍ଚୁମ୍ବୀ ପାହାଡ଼ କେଉଁଆଡ଼େ ଅଦୃଶ୍ୟ। ଚାହୁଁ ଚାହୁଁ ନିବିଡ଼ ଅନ୍ଧାର ଭିତରେ ବିଶାଳ ଧରଣୀ କୁଆଡ଼େ ବୁଡ଼ିଗଲା। ଖାଲି ଶୁଭିଲା ବନ ପଶୁର ବିକଟ ଚିତ୍କାର, ଆଉ ପବନର ସନସନ ଶବ୍ଦ। ସେହି ଭିତରେ କିନ୍ତୁ ଧରଣୀବାସୀ, ସେହି ଶାନ୍ତ କ୍ଳାନ୍ତ କୁଲିଗୁଡ଼ାକ ଆନନ୍ଦରେ ଅଧୀର ହୋଇ ମାତି ଉଠିଲେ। କିଏ କହିଲା ଜୟ ହେ ରଘୁପତି ରାଘବ ରାମ, କିଏ କହିଲା ବୋଲ ଭାଇ ଆଲ୍ଲାହ ଆକବର। କାହାର ଗମ୍ଭୀର ସ୍ୱର ଚମକ ଦେଇ ଉଠିଲା, ବମ୍ ବମ୍ ଶିବ ଭୋଲାନାଥ। ଏହିପରି କେତେ ପ୍ରକାର ମହାମହିମଙ୍କ ମହିମା ସଙ୍ଗୀତ ଶୁଣାଗଲା। ରସୁଲକୁଣ୍ଡାର ନିର୍ଜୀବ ଗୁଡ଼ ମାଟି ପଥର ଭିତରୁ ପ୍ରତିଧ୍ୱନି ଉଠି ବେଳେବେଳେ ଶାନ୍ତ ନୈଶ ଗଗନକୁ ଚମକାଇ ଦେଇ ନୂତନ ବିଶ୍ୱ ସୃଷ୍ଟି କଲା। ସେହି ସନ୍ଧ୍ୟାରେ ଘାଇରେ କାମ କରୁଥିବା କୁଲିମାନଙ୍କର ଏକ ବଣଭୋଜି। ହିନ୍ଦୁ, ମୁସଲମାନ, ଓଡ଼ିଆ, ତେଲେଙ୍ଗା, ବ୍ରାହ୍ମଣ, ଚଣ୍ଡାଳ ସମସ୍ତଙ୍କର ଉତ୍ସବ। ସମସ୍ତେ କୁଲି। ସମସ୍ତେ ବୁଝିଥିଲେ ସେଠି ସମସ୍ତେ ସମାନ। ଗାଣ୍ଡୁଆଏ ମାଠି ମୁଣ୍ଡକୁ ଟେକିଲେ କେତେ ଝାଳ ବୁହେ, ଖଣ୍ଡେ ପଥର ଗୁଣ୍ଡ କଲେ କିପରି ଷୋଳ ଶିରା ଦୁହିଁ ହୋଇଯାଏ, ଏ ପ୍ରାଣର ବ୍ୟଥା ସମସ୍ତଙ୍କୁ ଏକାପରି ଜଣାଥିଲା। ତେଣୁ ସମସ୍ତେ ସମସ୍ତଙ୍କୁ ଜାଣିଥିଲେ। ସମସ୍ତେ ସମସ୍ତଙ୍କୁ କୁଲି ବୋଲି ପରିଚୟ ଦେଉଥିଲେ।
ସେହି ଭୋଜିରେ ସାମ୍ୟ ଧର୍ମ ପାଳିତ ହେଲା। ପାତ୍ରପଡ଼ା ଗୋଟିଏ କ୍ଷୁଦ୍ରପଲ୍ଲୀ। ଘାଇର ହୁଡ଼ା ଉପରେ ଠିଆ ହୋଇ ପାହାଡ଼ ତଳେ ଛୋଟ ଛୋଟ ଯେଉଁ କେତୋଟି ଚାଳଘର ଦେଖାଯାଏ, ସେଠାରେ ପାଖ ଲୋକ ସେହି ସ୍ଥାନଟିକୁ ପାତ୍ରପଡ଼ା କହନ୍ତି। ଘାଇ ପାଖେ ତ କୁଲି ଭୋଜି ସରିଲା। ତାପରେ ଗାଁ ଭିତରେ ଏକ କୁଡ଼ିଆ ପାଖେ ଏକ ବିଷମ ସମସ୍ୟା ପହଞ୍ଚିଲା। ଭୋଜି ଖାଇସାରି 14 ବର୍ଷର ଭେଣ୍ଡିଆ ନାରସେନା ଯେତେବେଳେ ଯାଇ ପାତ୍ରପଡ଼ା ଗାଁର ଗୋଟିଏ କୁଡ଼ିଆ ପାଖେ ପହଞ୍ଚିଲା, ରାତି ଅଧରେ ଜଗୁଆଳ କୁକୁର ଗର୍ଜି ଉଠିଲା ପରି ଘର ଭିତରୁ ଗର୍ଜନ ଶୁଭିଲା। ଦୂରୁ ହୁଅ ଅଜାତିଆ, ଦୂରୁ ହୁଅ। ଯା ପୁରୀ ଯା, ଗୋବର ପାଣି ପିଇ, ତେବେ ଯାଇ ଜାତି ପାଇବୁ। 12 ଜାତି 13 ଗଲା ପଠାଣ କିରସ୍ତାନ ସାଙ୍ଗରେ ଖାଇ ଏ ଘରେ ପୁଣି ପାଦ ପକାଇବାକୁ ଆସିଛୁ? ନାରସେନାର ପଥର ବୁହା ମୁଣ୍ଡ ଭିତରେ ଏ କଥାଗୁଡ଼ାକ ସହଜରେ ପ୍ରବେଶ କଲା ନାହିଁ। ସେ ସତରେ ଆପଣା ଘରକୁ ଆସିଛି କି ଆଉ କେଉଁଠିକି ଆସିଛି? କିଛି ସମୟ ଠିଆ ହୋଇ ଆଗ ଭାବିଲା। ଯେତେବେଳେ ସେ ଆପଣା ଦୁଆର ମୁହଁର ଲେମ୍ବୁ ଗଛ, ପଥର ପାହାଚ ସବୁ ଚିହ୍ନି ପାରିଲା, ଧୀରେ ଧୀରେ ପାଦ ଚାଲି ପିଣ୍ଡାରେ ଯାଇ ବସିଲା। ସଙ୍ଗେ ସଙ୍ଗେ ଗାଳି ପରେ ଗାଳି ବର୍ଷଣ ହେଲା। ନାରସେନା ଗତ 1.5 ବର୍ଷ ହେଲା ଆପଣା ଦେହକୁ ପଥର କରି କେତେ ପଥର ବୋହିଛି, ପଥରଠାରୁ କେତେ ଧୈର୍ଯ୍ୟ ଶିକ୍ଷା କରିଛି। ମାତ୍ର ସେତେବେଳର ଗାଳି ତାକୁ ବଡ଼ ବାଧିଲା। ସେ ମୁଣ୍ଡରେ କେତେ ଚିନ୍ତା ଖୋଜିଲା। ଘର ଭିତରକୁ ପାଦ ପକାଇବାକୁ ମନା। ସନ୍ଧ୍ୟାବେଳେ ଥିଲା ଅଧିକାର। ଏହି କେତେ ଘଣ୍ଟା ଭିତରେ ସେ ଅଧିକାର ଗଲା କୁଆଡ଼େ? ବଣଭୋଜି କି ସମସ୍ତଙ୍କ ଆଖିରେ ଏପରି ଲୁହ ଆଣି ସମସ୍ତଙ୍କୁ ଏପରି ଅଜାତିଆ କରିଦେଲା? ଓହୋ! ନାରସେନାର ବୁକୁ ଫାଟିଲା ପରି ଲାଗିଲା। ଅନ୍ଧାର ଭିତରେ ସେ ଜଣକର ଛବି ଦେଖିଲା। ଡାକିଲା, ମା! ପର ମୁହୂର୍ତ୍ତରେ ପିଣ୍ଡାର ସେ ପାଖରେ କାହା ହୃଦୟ ଭିତରେ ଗୁରୁ ଶ୍ୱାସକ୍ରିୟା ଶବ୍ଦ ଜଣାଗଲା। ପୁଣି ଏ ପଚାରିଲା, ଯିବି ବାହାରି? ଏ ଘର କ'ଣ ମୋର ଆଉ ନୁହଁ? ଉତ୍ତର ପାଇଲା, ନା, ଅଜାତିଆର ଏ ଘର ନୁହେଁ। ଯା, ଜାତି ହେଲେ ଆସିବୁ। ନାରସେନାର ତୃଣ ହୃଦୟ କେବଳ ଦୁଃଖ, ଅଭିମାନ, କ୍ରୋଧରେ କୁହୁଳି ଉଠିଲା। ଅନ୍ଧାର ଭିତରେ ସେ କେତେ କ'ଣ ଭାବିଲା। ରାତି 3 ପହର। ଏ ଗଭୀର ଅନ୍ଧାର ଭିତରେ ତା ଉପରେ କାହାର ଏ ଅଭିଶାପ ପଡ଼ିଲା? ଶୂନ୍ୟ ଅନ୍ଧାର, ଶୂନ୍ୟ ଧରଣୀ। ଏ ଭିତରେ ଶୂନ୍ୟ ହୃଦୟଟା ଧରି ନାରସେନା ଧୀରେ ଧୀରେ ପାଦ ଉଠାଇଲା। ରୁକ୍ଷ ଗିରି ପାହାଡ଼ ଉପରେ ଜୀବନ ଆଲୋକ ବଞ୍ଚିଲା ପରି ପ୍ରଭାତୀ ତାରା ଯେତେବେଳେ ଦିଗ୍ବଳୟର ଅଳ୍ପ ଦୂରରେ ହସି ଉଠି ଘାଇର ପାଣି ଭିତରେ ପ୍ରତିବିମ୍ବିତ ହେଲା, ସେତେବେଳେ ସେହି ଘାଇ ଉପରେ ଜଣେ କିଏ ବର୍ଷିୟସୀ ନାରୀ ତାହାର ପ୍ରାଣର ନନ୍ଦନକୁ ପ୍ରାଣରେ ପ୍ରତିବିମ୍ବିତ କରିବାକୁ ଚେଷ୍ଟା କରି କପୋଳ ଦେଶରେ ଘନ ଘନ ଚୁମ୍ବନ ଦେଇ କହିଲା, ବାବୁରେ ଧନ, ମୋର କୁଆଡ଼େ ଯିବୁ? ପଥରୁଦ୍ଧ ଝରଣାର ଜଳ ହଠାତ୍ ପଥ ପାଇ ଉଛୁଳି ଉଠିଲା ପରି ତାହାରି କୋଳରେ କାହାର କରୁଣ କଣ୍ଠର ସ୍ୱର ଜଣାଗଲା, ମା! ପୁଅ ରାତିରେ ଘର ଛାଡ଼ି ଆସିଲା ପରେ ମା ଯେ କି ଉଦ୍ବେଗରେ ବଣ ବୁଦା ଭିତରେ ଡାକି ଡାକି ବୁଲୁଛି, ସେ କଥା କେବଳ ସେହି ମାତୃ ହୃଦୟ ବୁଝିବ। ଶେଷକୁ ପୁଅକୁ ବନ୍ଧ ଉପରେ ନିର୍ଦ୍ଦିଷ୍ଟାବସ୍ଥାରେ ପାଇ ଜାକି ପକାଇ କହିଲା, ବାବୁ, ମୋର ଯାଉଛୁ କୁଆଡ଼େ ତୁ? ନାରସେନାର ଚେତା ହେଲା। ଘରୁ ଆସି ସେ ଗଛ, ପଥର, ପାଣି, ପବନ ସମସ୍ତଙ୍କୁ ଆଗେ ଦୁଃଖ ଜଣାଇଥିଲା। ସମସ୍ତଙ୍କୁ ଉତ୍ତର ପାଇଁ ଡାକିଥିଲା। ମାତ୍ର ମା'କୁ କିଛି କହିପାରି ନଥିଲା। ବାଟ କଡ଼ରେ ତାର ଚିରପରିଚିତ ସିନ୍ଦୁରବଳା ପଥର ଠାକୁରାଣୀକୁ କୁଣ୍ଢାଇ ପକାଇଲା। କହ ମା, ମୋର କି ଜାତି ଗଲା? ପଥର ଉତ୍ତର ଦେଇ ନଥିଲା। ଶେଷରେ ସତରେ ତାର ମା ଆସି ଯେତେବେଳେ ତାକୁ ଛୁଇଁଲା, ସେ କହିଲା, ମୁଁ ଅଜାତିଆ। ମା, ମୋତେ ଛୁଇଁଲେ ଜାତି ଯିବ। ମା କହିଲା, ମୋର ଜାତି ଯିବ? ମୁଁ ପରା ତୋର ମା। ମା, ମୁଁ ଯିବି ଦୂରକୁ। ମୋ ଘରେ ଆଉ ସ୍ଥାନ ନାହିଁ। ଦୂରକୁ? ହଁ, ଦୂରକୁ। ଜାତି ନାହିଁ ମୋର। ଏଠି ମୋତେ କିଏ ଜାତି ପଚାରିଲେ କ'ଣ କହିବି? ମା ପୁଅକୁ ଆହୁରି କୋଳକୁ ଟାଣି ନେଇ କହିଲା, କହିବୁ ମୋର ପୁଅ ବୋଲି। ଅଜାତିଆ ତୋର ପୁଅ ହବ। ଏତିକି କହି ପୁଅ ବ୍ୟାକୁଳ ଶତ୍ରୁପୃଷ୍ଟ ଭାବରେ ମା'ର ସେହି ସ୍ନେହବୋଳା ବନ୍ୟମୟ ମୁଖମଣ୍ଡଳକୁ ଚାହିଁ ରହିଲା। ସେଥିରୁ ଯେଉଁ ଅମୃତ ଝରୁଥିଲା, ମୁହୂର୍ତ୍ତକରେ ତା ହୃଦୟଟା ସେଥିରେ ଉଲ୍ଲିସି ଉଠିଲା। ମା ଆଉ ଉତ୍ତର ଦେଇପାରିଲା ନାହିଁ। ଅଜସ୍ର ଧାରାରେ ତାର ଦୁଇ ଆଖିରୁ ଲୁହ ଝରଣା ଫିଟିଗଲା। ରସୁଲକୁଣ୍ଡାର ସେହି ଘାଇଠାରୁ କେଡ଼େ ଗଭୀର ସେ ଝରଣା। ଖାଲି ଲୁହ, ଖାଲି ଲୁହ। ଓହୋ! ସେ ହୃଦୟଟା ଫାଟିଗଲା ପରି। ପୁଅ କହିଲା, ମା, ଯାଉଛି ଦୂରକୁ। ଚାଲ ଧନ, ମୁଁ ଯିବି। ଦିହେଁ ଚାଲିଲେ। ଚାଲିଲେ ଚାଲିଲେ। ରାତି ପାହିଲା। ମାଟି ବୁହା ହେଲା। ମାତ୍ର ନାରସେନାର ଆଉ ତାର ମା'ର ଇତିହାସ ସେଦିନ ସେଇଠାରେ ସେତିକିରେ ରହିଲା। ଏହି ଘଟଣାର ବହୁ ବର୍ଷ ପରେ 1934 ମସିହା ଜୁଲାଇ ମାସ 10 ତାରିଖ ସନ୍ଧ୍ୟାବେଳେ ଛତ୍ରପୁର ସହରର ଏକ ଗଳି ଭିତରେ ହଠାତ୍ କଥା ପ୍ରକାଶ ପାଇଲା ଯେ ରସୁଲକୁଣ୍ଡା ଘାଇ ଯୁଗର ନାରସେନା ନାଇଡୁ ପୀର ମହମ୍ମଦ ନାମରେ
ଏପର୍ଯ୍ୟନ୍ତ ମୁଣ୍ଡ ଟେକି ସଂସାରରେ ରହିଛି। ସେ ଆଉ ଘରକୁ ଫେରି ନାହିଁ, ପୁରୀ ଯାଇନାହିଁ, ଗୋବର ପାଣି ପିଇନାହିଁ। ଜାତିର ଧୋକା ତାକୁ ବହୁ ଦୂରକୁ ଠେଲି ଦେଇଛି। ଗଳ୍ପଟି ଆମକୁ ଭଲ ଲାଗିଲା କାହିଁକି ଭଲ ଲାଗିଲା? ଏଥିରେ ଥିବା ନାନା ଉପାଦାନ ଆମ ହୃଦୟକୁ ସ୍ପର୍ଶ କଲା। ସେହି ଉପାଦାନ ଗୁଡ଼ିକ ଭିତରୁ ମୁଖ୍ୟ ଉପାଦାନ ଦୁଇଟି ହେଲା କାହାଣୀ ଓ ଚରିତ୍ର। ଆମେ ଏତେ ପଢ଼ିଥିବା ଏ ଗଳ୍ପର ଏ ଦୁଇ ମୁଖ୍ୟ ଉପାଦାନ ବିଷୟରେ ଜାଣିବା। କଥାବସ୍ତୁ: ଗଞ୍ଜାମ ଜିଲ୍ଲାର ରସୁଲକୁଣ୍ଡାଠାରେ ଆନିକଟ ନିର୍ମାଣ ଚାଲିଥାଏ। ଶ୍ରମିକମାନେ କାମରେ ଲାଗିଥାନ୍ତି। ପଥର କଟା ହେଉଥାଏ, ଆଉ ଶ୍ରମିକମାନେ ସେଗୁଡ଼ିକ ମୁଣ୍ଡରେ ବୋହି ବନ୍ଧ ତିଆରି ହେଉଥିବା ସ୍ଥାନରେ ପକାଉଥାନ୍ତି। ଶ୍ରମିକମାନେ ଭିନ୍ନ ଭିନ୍ନ ସମ୍ପ୍ରଦାୟର ଓ ଭିନ୍ନ ଭାଷାଭାଷୀ ହେଲେ ମଧ୍ୟ ସେମାନଙ୍କ ଭିତରେ ଭେଦଭାବ ନଥିଲା। ସେମାନେ ସମସ୍ତେ ନିଜକୁ ଶ୍ରମିକ ବୋଲି ଚିହ୍ନିଥିଲେ ଓ ଚିହ୍ନାଉଥିଲେ। ଶ୍ରମ ହିଁ ସେମାନଙ୍କୁ ଦେଉଥିଲା ସମାନତାର ମନ୍ତ୍ର। ସେମାନଙ୍କ ଭିତରେ ଉଚ୍ଚ ନୀଚ ଭେଦଭାବ ନଥିଲା। ସେମାନଙ୍କ ଭିତରୁ ଶ୍ରମିକଟିଏ, ତାର ନାଁ ନାରସେନା। ତାର ଘର ସେ ସ୍ଥାନରୁ କିଛି ଦୂରରେ ପାତ୍ରପଡ଼ା ନାମକ ଗାଁରେ। ସେ ମଧ୍ୟ ଶ୍ରମ ଓ ସାମ୍ୟ ମନ୍ତ୍ରରେ ଦୀକ୍ଷିତ ହୋଇ ଦିନସାରା ପଥର ବୁହେ, ସନ୍ଧ୍ୟାରେ ଘରକୁ ଫେରିପାଏ। ଦିନେ ଶ୍ରମିକମାନେ ମନଖୁସିରେ ଭୋଜି କରିଥିଲେ। ଦିନଯାକର ହାଡ଼ଭଙ୍ଗା ପରିଶ୍ରମ ପରେ ମହା ମଉଜରେ ସମସ୍ତେ ଏକାଠି ବସି ଭୋଜି ଖାଇଲେ। ହିନ୍ଦୁ, ମୁସଲମାନ, ଓଡ଼ିଆ, ତେଲେଙ୍ଗା, ବ୍ରାହ୍ମଣ, ଚଣ୍ଡାଳ ଏକାଠି ପଂକ୍ତି ଭୋଜନ କଲେ। ସେମାନଙ୍କ ଖୁସି ଦେଖିଲେ ନ ସରେ। କିଏ କହୁଥାଏ ଜୟ ରଘୁପତି ରାଜାରାମ, ଆଉ କିଏ ତୁଣ୍ଡରେ ଆଲ୍ଲାହ ଆକବର ଧ୍ୱନି, କିଏ ପୁଣି ଉଚ୍ଚାରଣ କରୁଥାଏ ବମ୍ ବମ୍ ଶିବମ୍ ଭୋଳାନାଥ। ଆନନ୍ଦରେ ଅଧୀର ହୋଇ ସେମାନେ ଈଶ୍ୱରଙ୍କୁ ସ୍ମରଣ କରୁଥାନ୍ତି। ଠାକୁରଙ୍କୁ ଭିନ୍ନ ଭିନ୍ନ ନାମ ଡାକ ଛାଡ଼ୁଥିଲେ। ସେମାନେ ସମସ୍ତେ ଶ୍ରମିକ ଭାବରେ ଥିଲେ ସମାନ। ତେଣୁ ଭୋଜିରେ ମଧ୍ୟ ସାମ୍ୟ ଧର୍ମ ପାଳନ ହେଉଥିଲା। ନାରସେନା ଭୋଜି ଖାଇ ଖୁସିରେ ଘରକୁ ଫେରିଲା, କିନ୍ତୁ ତା ପୂର୍ବରୁ ଭୋଜିର ସମ୍ବାଦ ଗାଁରେ ପହଞ୍ଚି ହଇଚଇ କରିଦେଇଥିଲା। ତେଣୁ ନାରସେନା ଯେତେବେଳେ ଦୁଆର ମୁହଁରେ ପହଞ୍ଚିଲା, ଭିତରୁ ଶୁଭିଲା ତିରସ୍କାର ବାଣୀ। 12 ଜାତି ସାଙ୍ଗରେ ଏକାଠି ବସି ଭୋଜନ କରିଥିବାରୁ ତାର ଜାତି ଚାଲିଯାଇଛି। ସେ ଅଜାତିଆ ଘରେ ପଶିପାରିବ ନାହିଁ। ପ୍ରାୟଶ୍ଚିତ୍ତ କଲେ ଯାଇ ଘରକୁ ଆସିପାରିବ, ନଚେତ୍ ନାହିଁ। ନାରସେନାକୁ ଘରୁ ତଡ଼ି ଦିଆଗଲା। ଅଜାତିଆ ନାରସେନା ଅତି ଦୁଃଖରେ ଘରୁ ବାହୁଡ଼ି ଆସିଲା। କୁଆଡ଼େ ବା ଯିବ? ଚାରିଆଡ଼େ ବୁଲି ବୁଲି ସେ ସେଇ ପଥର ବନ୍ଧ ଉପରେ ଶୋଇପଡ଼ିଲା। ରାତି ଶେଷ ପହରରେ ତାର ନିଦ ଭାଙ୍ଗିଲା। ସେ ଉଠିପଡ଼ି ଦେଖିଲା ତାର ମା ତାକୁ କୋଳେଇ ଧରିଛି। ସାରା ରାତି ତାର ଏକ ବଳାକୁ ଖୋଜି ଖୋଜି ସେ ପଥର ବନ୍ଧ ଉପରକୁ ତାକୁ ପାଇଥିଲା। ମା ତାକୁ କୋଳେଇ ଧରିଥିବା ଦେଖି ଚମକି ପଡ଼ିଲା ନାରସେନା। ସେ ବାରଣ କରି କହିଲା ଯେ ସେ ଅଜାତିଆ, ତାକୁ ଛୁଇଁଲେ ମାର ମଧ୍ୟ ଜାତି ଚାଲିଯିବ। ମା ପୁଅକୁ ବୋଧ ଦେଇ କହିଲା ତାର ଜାତି ଯିବ ନାହିଁ, କାରଣ ସିଏ ତାର ଜନ୍ମଦାତ୍ରୀ। ଅଜାତିଆ ନାରସେନା ପୁଣି ପଚାରିଲା, ତାକୁ କିଏ ଜାତି ପଚାରିଲେ ସେ କ'ଣ ଉତ୍ତର ଦେବ? ମା ତାକୁ ଆବେଗରେ ଆହୁରି କୋଳକୁ ଭିଡ଼ି ଆଣି ବତାଇଲା ଯେ ସେ କହିବ ମାର ପୁଅ ବୋଲି। ଏଭଳି ସ୍ନେହବୋଳା କଥା ଶୁଣି ନାରସେନାର ମନ ଶାନ୍ତ ହେଲା। ତଥାପି ସେ ଆଉ ଗାଁକୁ ଫେରିଲା ନାହିଁ। ତା ମା ମଧ୍ୟ ଗାଁକୁ ଫେରିଲା ନାହିଁ। ପୁଅ ସାଙ୍ଗରେ ସେ ମଧ୍ୟ ଗାଁ ଛାଡ଼ିଲେ। ନାରସେନାକୁ ଅଜାତିଆ ବୋଲି ସମାଜ ତଡ଼ି ଦେଇଥିଲା। ଯେଉଁ ସମାଜରେ ଏଭଳି କୁସଂସ୍କାର ରହିଛି, ତାକୁ ମା ତ୍ୟାଗ କରି ଦୂରକୁ ଚାଲିଗଲା। ବହୁଦିନ ପରେ ଦେଖାଗଲା ଯେ ନାରସେନା ପୀର ମହମ୍ମଦ ନାମ ଧାରଣ କରି ଛତ୍ରପୁର ସହରରେ ବାସ କରୁଛି। ସାମାଜିକ ସମସ୍ୟାମୂଳକ କାହାଣୀଟି ଏହି ଗଳ୍ପର ବଳିଷ୍ଠ ଉପାଦାନ।